ମୁଁ ଶ୍ରୀ ଜୟନାରାୟଣ ହାସଦା, ପ୍ରଧାନ ଶିକ୍ଷକ ସରକାରୀ ଉର୍ଦ୍ଦୁ ପ୍ରାଥମିକ ବିଦ୍ୟାଳୟ ଓଲମାରା। ଆଜିର ଏହି 80ତମ ସ୍ୱାଧୀନତା ଦିବସ ଅବସରରେ ମୁଁ ଓଡ଼ିଶାବାସୀ ତଥା ଦେଶବାସୀଙ୍କୁ ମୋ ତରଫରୁ ହାର୍ଦ୍ଦିକ ଅଭିନନ୍ଦନ। ଆଜି ଆମେ 80ତମ ସ୍ୱାଧୀନତା ଦିବସ ପାଳନ କରୁଛୁ ସତ, କିନ୍ତୁ ସ୍ୱାଧୀନତାର ଅର୍ଥ ଆମେ ବର୍ତ୍ତମାନ ସୁଦ୍ଧା ଠିକ୍ସେ ବୁଝିପାରୁନାହୁଁ। ଯେଉଁ ସ୍ୱାଧୀନତା ସଂଗ୍ରାମୀମାନେ ଆମକୁ ସ୍ୱାଧୀନତା ଦେଇଛନ୍ତି, ତାଙ୍କର ମନକୁ ଅଧ୍ୟୟନ କଲେ ଜଣାଯିବ ଯେ ସେମାନେ ଆମକୁ ଯେଉଁ ସ୍ୱାଧୀନତା ଦେଇଛନ୍ତି ତାକୁ ଆମେ ଭଲରେ ପ୍ରତିଫଳିତ କରିବା ଉଚିତ। ସେମାନେ କ'ଣ କରୁଥିଲେ, ଆମର ପୂର୍ବପୁରୁଷ ବା ସଂଗ୍ରାମୀମାନେ ସେମାନେ ପ୍ରଥମ ଉଠି ସେମାନେ ଭଗବାନଙ୍କୁ ପ୍ରାର୍ଥନା କରୁଥିଲେ, ଗଛ ଲଗାଉଥିଲେ, ପରିଶ୍ରମ କରୁଥିଲେ। କିନ୍ତୁ ଆମେ ତାହା ନ କରିକି ଅଧିକାଂଶ ସମୟ ଆମେ ମୋବାଇଲରେ ସମୟ ନଷ୍ଟ କରୁଛୁ। ତା ସହିତ ଯଦି ଆମେ ସ୍ୱାଧୀନତା ଲାଭ କରିଛୁ, ଦେଶ ପାଇଁ କିଛି ଚିନ୍ତା କରିବା ଏବଂ ଦେଶର ଉନ୍ନତି ଦେଶ କେମିତି ଆଗକୁ ବଢ଼ିବ ସେ ପାଇଁ ଆମକୁ ଚିନ୍ତା କରିବା ଉଚିତ। ଆମେ ଯଦି ତାହା ନ କରିକି ଆମେ ଅଧିକାଂଶ ସମୟ ମୋବାଇଲ ବା ଅନ୍ୟାନ୍ୟ କାମରେ ବ୍ୟସ୍ତ ରହିବା, ତେବେ ଆମ ଦେଶ କେବେ ସ୍ୱାଧୀନ ହୋଇପାରିବ ନାହିଁ ବା ଦେଶପ୍ରେମ ଆମେ କେବେ ବି ବୁଝିବା ନାହିଁ। ବା ଏହିପରି ଯଦି ଆମେ ଆଗାମୀ 1000 ବର୍ଷ ପର୍ଯ୍ୟନ୍ତ ଯଦି ଆମେ ସ୍ୱାଧୀନତା ଦିବସ ପାଳନ କରିବା, ତେବେ ସ୍ୱାଧୀନତାର ଅର୍ଥ କିଛି ରହିବ ନାହିଁ। ଏତିକି କହି ମୁଁ ମୋ ବକ୍ତବ୍ୟ ଶେଷ କରୁଛି। ଭାରତ ମାତା କି ଜୟ।